କଇଁଛ ଓ ଠେକୁଆର କାହାଣୀ। ଗୋଟିଏ ଜଙ୍ଗଲରେ ଗୋଟିଏ ଠେକୁଆ ଥିଲା। ସେ ସବୁ ପଶୁମାନଙ୍କୁ ହଇରାଣ କରୁଥିଲା। ଗୋଟିଏ ଦିନ କଇଁଛ ସହ ଦେଖା ହେଲା। ତାପରେ ତାକୁ କହିଲା, ଆରେ କଇଁଛ, ତୁମେ ଜୋରସେ ଚାଲିବା କାହିଁକି ଶିଖୁନ? ଯଦି ତୁମେ ଶିଖନ୍ତ ତାହେଲେ ଆମେ ପ୍ରତିଯୋଗିତା ଲଗାନ୍ତେ। କଇଁଛଟି ଖାଲି ଠେକୁଆକୁ ଦେଖିକି ହସିଲା ଓ ତା ବାଟରେ ସେ ଆଗକୁ ଚାଲିଲା। ଠେକୁଆ କଇଁଛକୁ ହଇରାଣ କରିବା ପାଇଁ ଚାହୁଁଥିଲା। ଠେକୁଆଟି ସବୁବେଳେ କଇଁଛ ପାଖକୁ ଯାଉଥିଲା ଆଉ ସେଇ ଗୋଟିଏ କଥାକୁ କହୁଥିଲା। ଗୋଟିଏ ଦିନ ଯେତେବେଳେ ଠେକୁଆ କଇଁଛକୁ ଆହ୍ୱାନ ଦେଲା, ସେତେବେଳେ କଇଁଛଟି ଉତ୍ତର ଦେଲା, ଠିକ୍ ଅଛି, ମୁଁ ତୁମ ଆହ୍ୱାନ ସ୍ୱୀକାର କରୁଛି। କଇଁଛର କଥା ଶୁଣି ଅନ୍ୟ ପଶୁପକ୍ଷୀମାନେ ଆଶ୍ଚର୍ଯ୍ୟ ହେଲେ। କଇଁଛର ସାହସ ଦେଖି ସେ ସବୁ ପଶୁମାନେ ତାଳି ମାରିବାରେ ଲାଗିଲେ ଓ କଇଁଛର ଉତ୍ସାହ ବଢ଼ାଇଲେ। କିଛି ଦିନ ପରେ ଦୌଡ଼ିବାର ଦିନ ଆସିଲା। ଏହି ବଡ଼ ଆହ୍ୱାନର ପରିଣାମ ଦେଖିବା ପାଇଁ ଜଙ୍ଗଲର ସବୁ ପଶୁମାନେ ଏକାଠି ହେଲେ। ଯେତେବେଳେ ଦୌଡ଼ିବା ଆରମ୍ଭ ହେଲା, କିଛି ସମୟ ପରେ ଠେକୁଆଟି କଇଁଛଠୁ ବହୁତ ଆଗକୁ ପଳାଇଲା। କିଛି ବାଟ ଦୌଡ଼ିବା ପରେ ଠେକୁଆଟି ଯେତେବେଳେ ପଛକୁ ଅନାଇ ଦେଖିଲା କି ସେ କଇଁଛକୁ ଏତେ ପଛରେ ଛାଡ଼ି ଆସିଛି କି ତାକୁ ଦେଖା ବି ଯାଉନଥିଲା, ସେତେବେଳେ ସେ ଦୌଡ଼ିବା ବନ୍ଦ କରିଦେଲା। ସେ ଭାବିଲା କି କଇଁଛ ଧୀରେ ଧୀରେ ଚାଲିଲେ ଯେତେବେଳେ ସେ ସେହି ଜାଗାରେ ପହଞ୍ଚିବ, ସେତେବେଳେ ଯାଇ ସେ ସେଠି ଆରାମ କରିଦେଇ ପାରିବ। ଏମିତି ଭାବୁଥିବା ବେଳେ ଠେକୁଆଟି ନିକଟରେ ଥିବା ବଡ଼ ବରଗଛର ତଳେ ଶୋଇ ପଡ଼ିଲା। ପତ୍ରର ଛାଇରେ ଓ ଥଣ୍ଡା ପବନରେ ତାକୁ ସଙ୍ଗେ ସଙ୍ଗେ ନିଦ ଲାଗିଗଲା। ଅଲଗା ପଟେ କଇଁଛ ହାର ନ ମାନି ଧୀରେ ଧୀରେ ଚାଲିବାରେ ଲାଗିଥିଲା। କିଛି ସମୟ ପରେ କଇଁଛଟି ସେହି ଜାଗାରେ ପହଞ୍ଚିଗଲା ଯେଉଁଠି ଠେକୁଆଟି ଶୋଇଥିଲା। କଇଁଛଟି ସେହି ଜାଗା ଦେଇ ଆଗକୁ ମାଡ଼ି ଚାଲିଲା। କିଛି ସମୟରେ ଚାଲି ଚାଲି ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଗଲା ଓ ଜିତିଗଲା। ସବୁ ପଶୁମାନେ କଇଁଛର ଜିତିବା ଦେଖି ଖୁସି ହୋଇଗଲେ। ଯଦି ଆପଣଙ୍କୁ ମୋ ଷ୍ଟୋରିଟି ଭଲ ଲାଗିଥାଏ ତେବେ ଲାଇକ୍, ସବସ୍କ୍ରାଇବ୍ ଆଉ କମେଣ୍ଟ କରିବାକୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।